ଆଜିର ସେସନରେ ଆମେ ଡିସ୍କସନ୍ କରିବା ପିଲାମାନେ ମେଥ୍ ପେଡାଗୋଜିର ପ୍ରିଭିୟସ୍ ଇୟର୍ କ୍ୱେଶ୍ଚନ୍ ଗୁଡ଼ାକ ଏଥିରେ ଆମେ ଡିସ୍କସ୍ କରିବା। ଆଗାମୀ SSD ସେବକ ସେବିକା ଜୁନିୟର ଟିଚର OTET 2025 ପାଇଁ ଆପଣଙ୍କ ପାଇଁ ଏହି କ୍ଲାସ୍ଟି ବହୁତ ହି ହେଲ୍ପଫୁଲ୍ ରହିବ। ତ ଚାଲନ୍ତୁ ପିଲାମାନେ ଷ୍ଟାର୍ଟ କରିବା କ୍ଲାସ୍। ତ ଫାଷ୍ଟ କ୍ୱେଶ୍ଚନ୍ ଦେଖନ୍ତୁ, କେଉଁଟି ଗଣିତ ଶିକ୍ଷା ଅନ୍ତର୍ନିହିତ ସଂରଚନା ସମ୍ପର୍କ ନୁହେଁ? ଗଣିତ ଶିକ୍ଷାର କେଉଁଟା ଗୋଟେ ସ୍ୱରୂପ ନୁହେଁ ପିଲାମାନେ ଭିତରୁ କେଉଁଟା ନୁହେଁ? ଅପସନ୍ ଏ ଦେଇଛି ନିର୍ଦ୍ଦିଷ୍ଟ କର୍ମ, ବି ଦେଇଛି ବିଶ୍ଳେଷଣ ଓ ସଂଶ୍ଳେଷଣ, ସି ଦେଇଛି ପିଲାମାନେ ସଂକ୍ଷିପ୍ତ ଅଭିବ୍ୟକ୍ତି ଦେଇଛି, ଡି ଦେଇଛି ନିର୍ଦ୍ଦିଷ୍ଟତା। କେଉଁଟା ଆवर ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ହେଇଯିବ ପିଲାମାନେ ଅପସନ୍ ନମ୍ବର ବି ବିଶ୍ଳେଷଣ ଓ ସଂଶ୍ଳେଷଣ। ଏଇଟା କିନ୍ତୁ ଗଣିତ ଶିକ୍ଷାର ଅନ୍ତର୍ନିହିତ ସଂରଚନା ସମ୍ପର୍କ ନୁହେଁ, ମନେ ରଖିବେ। ତ କ'ଣ କ'ଣ ଆସୁଛି ପିଲାମାନେ? ଗଣିତ ଶାସ୍ତ୍ରର ଅନ୍ତର୍ନିହିତର ସଂରଚନା ବୈଶିଷ୍ଟ୍ୟ, ଏସବୁ ବୈଶିଷ୍ଟ୍ୟ ପିଲାମାନେ ବା ଗଣିତ ଶିକ୍ଷାର ସ୍ୱରୂପ ମନେ ରଖିବେ। ଯୁକ୍ତିସଙ୍ଗତ ଆସିବ, ନିର୍ଦ୍ଦିଷ୍ଟ କର୍ମ ଆସିବ ପିଲାମାନେ, ସଂକ୍ଷିପ୍ତ ଅଭିବ୍ୟକ୍ତି ଆସିବ, ନିର୍ଦ୍ଦିଷ୍ଟତା ଆସିବ, ତାପରେ ଆସିବ ପିଲାମାନେ ସାଙ୍କେତିକ ପରିପ୍ରକାଶ, ତାପରେ ଆସୁଛି ପିଲାମାନେ ଶୃଙ୍ଖଳିତ ସଂରଚନା ଆସିବ, ଅମୂର୍ତ୍ତ ସମ୍ବନ୍ଧୀୟ ଆସିବ। ଏସବୁ ହେଉଛି ପିଲାମାନେ ଗଣିତ ଶାସ୍ତ୍ରର ଅନ୍ତର୍ନିହିତର ସଂରଚନାର ବୈଶିଷ୍ଟ୍ୟ। କିନ୍ତୁ ବିଶ୍ଳେଷଣ ଓ ସଂଶ୍ଳେଷଣ କିନ୍ତୁ ଏଇଟା ନୁହେଁ, ମନେ ରଖିବେ। ଏଇଟା ହେଉଛି ପିଲାମାନେ ଗଣିତ ଶିକ୍ଷାଦାନର ପଦ୍ଧତି, ମନେ ରଖିବେ। ଗଣିତ ଶିକ୍ଷାଦାନର ପଦ୍ଧତି ମନେ ରଖିବେ। ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା, କେଉଁଟି ଏକ ପର୍ଯ୍ୟବେକ୍ଷଣ କୌଶଳ ଅଟେ? ତ ଚାରିଟି ଅପସନ୍ ଦେଇଛି ପିଲାମାନେ, ତ ଏ ଭିତରୁ କେଉଁଟା ଗୋଟେ ପର୍ଯ୍ୟବେକ୍ଷଣର କୌଶଳ? କେଉଁଟା ଆवर ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ସି ପିଲାମାନେ ସାକ୍ଷାତକାର, ମନେ ରଖିବେ। ଏଇଟା ହେଉଛି ଗୋଟେ ପର୍ଯ୍ୟବେକ୍ଷଣ କୌଶଳ ଅଟେ, ମନେ ରଖିବେ। ତ କ'ଣ କ'ଣ ଆସୁଛି ପିଲାମାନେ ପର୍ଯ୍ୟବେକ୍ଷଣ କୌଶଳ? ସାକ୍ଷାତକାର ହେଇଗଲା, ତାପରେ ଆସିବ ପିଲାମାନେ ପରୀକ୍ଷଣ, ପରୀକ୍ଷଣ ମଧ୍ୟ ଗୋଟେ କୌଶଳ, ତାପରେ ଆସିବ ପ୍ରକଳ୍ପ କାର୍ଯ୍ୟ, ମନେ ରଖିବେ ପ୍ରକଳ୍ପ କାର୍ଯ୍ୟ, ତାପରେ ଆସୁଛି ପିଲାମାନେ ପର୍ଯ୍ୟବେକ୍ଷଣ ଆସିବ, ପର୍ଯ୍ୟବେକ୍ଷଣ, ତାପରେ ଆସିବ କୃତି ମୂଲ୍ୟାୟନ। ଏସବୁ ହେଉଛି ପିଲାମାନେ ପର୍ଯ୍ୟବେକ୍ଷଣର ଗୋଟେ ଗୋଟେ କୌଶଳ, ମନେ ରଖିବେ। ତ ମାନକୀକୃତ ପରୀକ୍ଷଣ ହେଇଗଲା, ରେଟିଂ ସ୍କେଲ୍ ହେଇଗଲା, ପ୍ରଶ୍ନଗୁଚ୍ଛ ହେଇଗଲା, ଘଟଣାବଳୀ ବିବରଣୀ ହେଇଗଲା। ଏସବୁ ହେଉଛି ପିଲାମାନେ ସାଧନୀ, ମନେ ରଖିବେ ସାଧନୀ। ଏଇଟା ହେଉଛି କୌଶଳ, ମନେ ରଖିବେ। ତ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ସି ସାକ୍ଷାତକାର। ତ ଏଇଟା ହେଉଛି ଗୋଟେ କୌଶଳ, ମନେ ରଖିବେ। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବ, ନିମ୍ନୋକ୍ତ ଶୈକ୍ଷିକ ଉଦ୍ଦେଶ୍ୟ ଗୁଡ଼ିକ ମଧ୍ୟରୁ କେଉଁଟି ଅନ୍ୟ ତିନୋଟି ଠାରୁ ଭିନ୍ନ? ତ ଚାରିଟି ଅପସନ୍ ଦେଇଛି, ତ ଏ ଭିତରୁ କେଉଁଟା ଗୋଟେ ଅଲଗା ଅଛି ପିଲାମାନେ? ଅପସନ୍ ଏ ଦେଇଛି ଠିକ୍ ଉତ୍ତର ଚୟନ, ବି ଦେଇଛି ବିନ୍ଦୁ ସଂଯୋଗ ଦ୍ୱାରା ଜ୍ୟାମିତି ଚିତ୍ର ଅଙ୍କନ, ସି ଦେଇଛି ସାନରୁ ବଡ଼ କ୍ରମରେ ସଂଖ୍ୟା ଗୁଡ଼ିକୁ ସଜ୍ଜୀକରଣ, ଡି ଦେଇଛି ମୌଳିକ ସଂଖ୍ୟା ଗୁଡ଼ିକର ପୃଥକୀକରଣ। ତ ଏ ଭିତରୁ କେଉଁଟା ଅଲଗା ଅଛି? ମନେ ରଖିବେ ବିନ୍ଦୁ ସଂଯୋଗ ଦ୍ୱାରା ଜ୍ୟାମିତି ଚିତ୍ର ଅଙ୍କନ, ତ ଏମାନଙ୍କ ଠାରୁ ଅଲଗା ଅଛି, ମନେ ରଖିବେ। ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା। ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନେ, ଗଣିତ ଶିକ୍ଷାଦାନ ନିମନ୍ତେ ଶୈକ୍ଷିକ ଉଦ୍ଦେଶ୍ୟ ଗୁଡ଼ିକ କେଉଁ କ୍ରମଟି ଠିକ୍? ଗଣିତ ଶିକ୍ଷାଦାନର ଶୈକ୍ଷିକ ଉଦ୍ଦେଶ୍ୟ ଗୁଡ଼ିକ ଏ ଚାରିଟି ଅପସନ୍ ଦେଇଛି, କେଉଁଟା କେଉଁ କ୍ରମଟି ଠିକ୍ ଅଛି? କେଉଁଟା ଆवर ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ହେଇଯିବ ପିଲାମାନେ ଅପସନ୍ ନମ୍ବର ଡି ପିଲାମାନେ ଜ୍ଞାନ ବୋଧ ଓ ପ୍ରୟୋଗ ଓ ବିଶ୍ଳେଷଣ। ଜ୍ଞାନ ବୋଧ ପ୍ରୟୋଗ ଓ ବିଶ୍ଳେଷଣ, ଏହି କ୍ରମଟି ଠିକ୍ ଅଛି, ମନେ ରଖିବେ। ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଡି। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା, ବୌଦ୍ଧିକ ବିକାଶର କେଉଁ ପର୍ଯ୍ୟାୟରେ ଶିକ୍ଷାର୍ଥୀ ବାସ୍ତବ ବସ୍ତୁ ସାହାଯ୍ୟରେ ଗାଣିତିକ ଜ୍ଞାନ ଆହରଣ କରିଥାଏ? ବୌଦ୍ଧିକ ବିକାଶର କେଉଁ ପର୍ଯ୍ୟାୟରେ ଶିକ୍ଷାର୍ଥୀ ବାସ୍ତବ ବସ୍ତୁ ସାହାଯ୍ୟରେ ଗାଣିତିକ ଜ୍ଞାନ ଆହରଣ କରିଥାଏ? ସମ୍ବେଦିକାର ନା ପ୍ରାକ୍ ସଂଖ୍ୟାଧିଧର୍ମୀ ପର୍ଯ୍ୟାୟରେ, ନା ସ୍ଥୂଳ ସଂଖ୍ୟାଧିଧର୍ମୀ ପର୍ଯ୍ୟାୟରେ, ନା ବିମୂର୍ତ୍ତ ସଂଖ୍ୟାଧିଧର୍ମୀ ପର୍ଯ୍ୟାୟରେ? କେଉଁ ପର୍ଯ୍ୟାୟରେ? କେଉଁଟା ଆवर ରାଇଟ୍ ଆନ୍ସର୍? ମନେ ରଖିବେ ପିଲାମାନେ ସ୍ଥୂଳ ସଂଖ୍ୟାଧିଧର୍ମୀ ପର୍ଯ୍ୟାୟରେ ଶିକ୍ଷାର୍ଥୀ ବାସ୍ତବ ବସ୍ତୁ ସାହାଯ୍ୟରେ ଗାଣିତିକ ଜ୍ଞାନ ଆହରଣ କରିଥାଏ, ମନେ ରଖିବେ। ତ ସ୍ଥୂଳ ସଂଖ୍ୟାଧିଧର୍ମୀ ପର୍ଯ୍ୟାୟର ସମୟ କେତେ ପିଲାମାନେ? କେଉଁ ସମୟକୁ କହିବା? ମନେ ରଖିବେ 7 ବର୍ଷରୁ 12 ବର୍ଷ, ମନେ ରଖିବେ 7ରୁ 12 ବର୍ଷ।
ବୟସ ପର୍ଯ୍ୟୟକୁ ଆମେ କହିଥାଉ ପିଲାମାନେ ସ୍ଥୂଳ ସଂକାର୍ଯ୍ୟଧର୍ମୀ ପର୍ଯ୍ୟାୟ ବୋଲି କହିଥାଉ। ମନେ ରଖିବେ, ଏହି ପର୍ଯ୍ୟାୟରେ ବସ୍ତୁ ମଧ୍ୟରେ ଥିବା ସମ୍ପର୍କ ଜାଣିପାରେ, ମାତ୍ର ବସ୍ତୁକୁ ନ ଦେଖି ସମ୍ପର୍କ କହିପାରେ ନାହିଁ। ମନେ ରଖିବେ, ତ ଏହି ପର୍ଯ୍ୟାୟରେ ପିଲାଟି ଓଲଟା କ୍ରମରେ କହିବା ଲେଖିବା ଆରମ୍ଭ କରିଥାଏ। ମନେ ରଖିବେ, ତ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ସି ପିଲାମାନେ। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା। ନେକ୍ସଟ କ୍ୱେଶ୍ଚନ୍ ରହିଛି, ପ୍ରାଥମିକ ସ୍ତରରେ ଜ୍ୟାମିତି ପଢ଼ାଇବା ପାଇଁ କେଉଁ ପଦ୍ଧତି ମୁଖ୍ୟତଃ ବ୍ୟବହାର କରାଯାଏ? କେଉଁ ପଦ୍ଧତି ବ୍ୟବହାର କରାଯାଇଥାଏ ପିଲାମାନେ? ପ୍ରାଥମିକ ସ୍ତରରେ ଜ୍ୟାମିତି ପଢ଼ାଇବା ପାଇଁ କେଉଁ ପଦ୍ଧତି ବ୍ୟବହାର କରାଯାଏ? କେଉଁଟା ଆଉ ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ହେଇଯିବ ପିଲାମାନେ ଅପସନ୍ ନମ୍ବର ବି, ଆରୋହ ଓ ଅବରୋହ ପଦ୍ଧତି ବ୍ୟବହାର କରାଯାଏ। ମନେ ରଖିବେ, ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା, ପ୍ରାଥମିକ ସ୍ତରରେ ବିଭିନ୍ନ ଜ୍ୟାମିତିକ ଆକୃତିକ ବାସ୍ତବ ଧାରଣା ଦେବା ପାଇଁ ମୁଖ୍ୟତଃ କେଉଁଟି କରାଯିବ? କଳାପଟାରେ ଚିତ୍ର ଅଙ୍କନ କରିବା, ନା ଚାର୍ଟ ପ୍ରଦର୍ଶନ କରିବା, ନା ବିଭିନ୍ନ ଆକୃତିର ବସ୍ତୁ ପ୍ରଦର୍ଶନ କରିବା, ନା ମଡେଲ ପ୍ରଦର୍ଶନ କରିବା? କେଉଁଟା ହେବ? ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ସି, ବିଭିନ୍ନ ଆକୃତିର ବସ୍ତୁ ପ୍ରଦର୍ଶନ କରିବା। ମନେ ରଖିବେ, ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ସି ପିଲାମାନେ। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା। ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନେ, ଗୋଟିଏ ଶିଶୁ ଗୁଣନ ପ୍ରକ୍ରିୟାରେ ବାରମ୍ବାର ଭୁଲ କରୁଛି, ଏହି ଭୁଲର କାରଣ ଜାଣିବା ପାଇଁ କେଉଁ ପ୍ରକାର ପରୀକ୍ଷଣ ଆବଶ୍ୟକ? ଗୋଟିଏ ଶିଶୁଟି ଗୁଣନ ପ୍ରକ୍ରିୟାରେ ବାରମ୍ବାର ଭୁଲ କରୁଛି, ତ ଏହି ଭୁଲର କାରଣ ଜାଣିବା ପାଇଁ କେଉଁ ପ୍ରକାରର ପରୀକ୍ଷଣ ଆବଶ୍ୟକ? ନିଦାନାତ୍ମକ, ନା ସମାପ୍ତି ସୂଚକ, ନା ଗଠନମୂଳକ, ନା ସମସ୍ତ? ପିଲାମାନେ ଏଇଟା ହେଉଛି ପିଲାମାନେ ନିଦାନାତ୍ମକ ପରୀକ୍ଷଣ କରାଯିବା ଆବଶ୍ୟକ। ମନେ ରଖିବେ, ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଏ। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା, ଡେସ୍କୁ ଡେସ୍ ଦ୍ୱାରା ଭାଗ କଲେ ଡେସ୍ ମିଳେ, ତ ଏଇଟା ଗୋଟେ କି ପ୍ରକାର ପ୍ରଶ୍ନ ପିଲାମାନେ? ମୁକ୍ତ ଉତ୍ତରମୂଳକ ପ୍ରଶ୍ନ, ନା ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନ, ନା ନିର୍ବାଚନମୂଳକ ପ୍ରଶ୍ନ, ନା ବହୁ ବିକଳ୍ପ ପ୍ରଶ୍ନ? ଏଇଟା ହେଉଛି ପିଲାମାନେ ଗୋଟେ ମୁକ୍ତ ଉତ୍ତରମୂଳକ ପ୍ରଶ୍ନ। ମନେ ରଖିବେ, ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଏ। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା, ଗଣିତ ପାଠ୍ୟକ୍ରମ ଦୃଷ୍ଟିକୋଣରୁ କେଉଁଟି ଅନ୍ୟ ତିନୋଟି ଠାରୁ ଭିନ୍ନ? ତ ଭିତରୁ ପିଲାମାନେ କେଉଁଟା ଗୋଟେ ଗଣିତ ପାଠ୍ୟକ୍ରମ ଦୃଷ୍ଟିକୋଣରୁ, ତ ଚାରୋଟି ଅପସନ୍ ଦେଇଛି, ତ କେଉଁଟା ଏମାନଙ୍କ ଠାରୁ ଭିନ୍ନ ଅଛି ପିଲାମାନେ? ଗଣିତ ମେଳା, ନା ଗଣିତ ପ୍ରକଳ୍ପ, ନା ଗଣିତ କ୍ଲବ, ନା ଗଣିତ କୁଇଜ୍? କେଉଁଟା ଅଲଗା ଅଛି? ମନେ ରଖିବେ, ଗଣିତ ପ୍ରକଳ୍ପ ତ ଏମାନଙ୍କ ଠାରୁ ଭିନ୍ନ ଅଛି। ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା, ଉଚ୍ଚ ପ୍ରାଥମିକ ଶ୍ରେଣୀରେ ଜ୍ୟାମିତିକ ଉପପାଦ୍ୟ ପରୀକ୍ଷଣ ପଦ୍ଧତିରେ ଶିକ୍ଷା ଦିଆଯାଏ, ଏଠାରେ ଶିକ୍ଷଣ ଗତି କିପରି ହୋଇଥାଏ? ସରଳରୁ ଜଟିଳ, ନା ଜଟିଳରୁ ସରଳ, ନା ସାଧାରଣରୁ ନିର୍ଦ୍ଦିଷ୍ଟ, ନା ନିର୍ଦ୍ଦିଷ୍ଟରୁ ସାଧାରଣ? ପିଲାମାନେ ମନେ ରଖିବେ, ନିର୍ଦ୍ଦିଷ୍ଟରୁ ସାଧାରଣ ହୋଇଥାଏ। ନିର୍ଦ୍ଦିଷ୍ଟରୁ ସାଧାରଣ ହୋଇଥାଏ। ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଡି। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା, ଗଣିତ ଶିକ୍ଷା ଦ୍ୱାରା ଶିଶୁର କେଉଁ ଗୁଣର ବିକାଶ ଘଟିତ? ଗଣିତ ଶିକ୍ଷା ଦ୍ୱାରା ଶିଶୁର କେଉଁ ଗୁଣର ବିକାଶ ଘଟିଥାଏ ପିଲାମାନେ? ଶୃଙ୍ଖଳିତ ଆଚରଣ, ନା ସଡ୍ଡୀକରଣ ଦକ୍ଷତା, ନା ସଂକ୍ଷିପ୍ତ ଅଭିବ୍ୟକ୍ତି, ନା ସମସ୍ତ? ପିଲାମାନେ ମନେ ରଖିବେ, ଉପରୋକ୍ତ ସମସ୍ତ ହେବ ରାଇଟ୍ ଆନ୍ସର୍। ଗଣିତ ଶିକ୍ଷା ଦ୍ୱାରା ଶିଶୁର ଶୃଙ୍ଖଳିତ ଆଚରଣ ଗୁଣର ବିକାଶ ଘଟିଥାଏ, ସଡ୍ଡୀକରଣ ଦକ୍ଷତା ମଧ୍ୟ ବିକାଶ ଘଟିଥାଏ, ସଂକ୍ଷିପ୍ତ ଅଭିବ୍ୟକ୍ତି ମଧ୍ୟ ବିକାଶ ଘଟିଥାଏ। ତ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଡି, ଏ ସମସ୍ତ। ନେକ୍ସଟ ଦେଖିବା, ଗଣିତ ଶିକ୍ଷାଦାନ ନିମନ୍ତେ ପ୍ରସ୍ତୁତ ପାଠ ଯୋଜନାର କେଉଁଟି ନଥାଏ? ଗଣିତ ଶିକ୍ଷାଦାନ ନିମନ୍ତେ ପ୍ରସ୍ତୁତ ପାଠ ଯୋଜନାର କେଉଁଟି ନଥାଏ? ବାର୍ଷିକ କାର୍ଯ୍ୟ ଦିବସ, ନା ଶିକ୍ଷାଦାନର ନିର୍ଦ୍ଦିଷ୍ଟ ଲକ୍ଷ୍ୟ, ନା ଶିକ୍ଷଣ ଉପକରଣ, ନା ମୂଲ୍ୟାୟନ ପ୍ରଣାଳୀ? କେଉଁଟା ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଏ, ବାର୍ଷିକ କାର୍ଯ୍ୟ ଦିବସ ନଥାଏ ପାଠ୍ୟ ଯୋଜନାରେ। ମନେ ରଖିବେ, ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଏ। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା, ଜଣେ ଶିକ୍ଷକ ଜ୍ୟାମିତି ଶିକ୍ଷାଦାନରେ ପ୍ରାମାଣ୍ୟରୁ ଆରମ୍ଭ କରି ଦତ୍ତରେ ପହଞ୍ଚିଲେ, ସେ ଶିକ୍ଷାଦାନ ନିମନ୍ତେ କେଉଁ ପଦ୍ଧତି ଅବଲମ୍ବନ କଲେ? ଜଣେ ଶିକ୍ଷକ ଜ୍ୟାମିତି ଶିକ୍ଷାଦାନରେ ପ୍ରାମାଣ୍ୟରୁ ଆରମ୍ଭ କରି ଦତ୍ତରେ ପହଞ୍ଚିଲେ, ସେ ଶିକ୍ଷାଦାନ ନିମନ୍ତେ କେଉଁ ପଦ୍ଧତି ଅବଲମ୍ବନ କଲେ? ଆରୋହଣ, ନା ଅବରୋହଣ, ନା ବିଶ୍ଳେଷଣ, ନା ସଂଶ୍ଳେଷଣ? ପିଲାମାନେ ଏଇଟା ହେଇଯିବ ପିଲାମାନେ
विश्लेषण पद्धति मन रखिए यहाँ विश्लेषण पद्धति अवलंबन कले मन रखिए राइट आंसर जो ऑप्शन नंबर सी। तो नेक्स्ट देखिबा गणित पाठ आरंभ में शिक्षार्थी कौन शिखी थाए। तो प्रथम जड़े शिशुटी कौन शिखी थाए गणित पाठ आरंभ में 1 ठारू 10 पर्यंत संख्या डाकिबा ना 1 ठारू 10 पर्यंत क्रमानुसार वस्तु गणिबा ना 1 ठारू 10 पर्यंत क्रमानुसार लिखिबा ना 0 ठारू 9 पर्यंत अंक गुड़िक चिन्हट करवा कौटा राइट आंसर जी ऑप्शन नंबर ए पिला माने 1 ठारू 10 पर्यंत संख्या डाकिबा मन रखिए गणित पाठ आरंभ में यहाँ शिखी थाए मन रखिए। तो नेक्स्ट देखिबा केउटी प्राथमिक स्तर में ज्यामिति शिक्षार उद्देश्य। तो भितर पिला माने कोटा गोटे प्राथमिक स्तर में ज्यामिति शिक्षार गोटे उद्देश्य ऑप्शन ए देछि ज्यामितिक चित्रर पर्यवेक्षण देछि बी देछि ज्यामितिक चित्रर पर्यवेक्षण जुक्तिमूलक प्रमाण देछि सी देछि ज्यामितिक चित्रर संज्ञा निरूपण देछि डी देछि ज्यामितिक चित्र गुड़िकर ठीक अंकन कोटा राइट आंसर ही पिला माने कोटा ऑप्शन नंबर ए ज्यामितिक चित्रर पर्यवेक्षण मन रखिए राइट आंसर ही ऑप्शन नंबर ए। तो नेक्स्ट देखिबा केउटी मुक्त उत्तरमूलक प्रश्न। तो 4टी ऑप्शन देछि पिला माने कोटा गोटे मुक्त उत्तरमूलक प्रश्न। तो मुक्त उत्तरमूलक प्रश्न का कहबा जो प्रश्न रे कि अनेक उत्तर आसुथिबो ताको हम कहि थाउ मुक्त उत्तरमूलक प्रश्न बोली कहि थाउ कोटा राइट आंसर ही ऑप्शन नंबर डी पिला माने मन रखिए। तो आम 4 इंटू 5 4 5 केते हम 20 हम तो 4 आम गुणी पारिबा 2 रे मध्य आम गुणी पारिबा 2 इंटू 10 2 10 20 हम 10 रे मध्य आम गुणी पारिबा 10 2 गुणी 20 एमती तो ताका हम कहि थाउ मुक्त उत्तरमूलक प्रश्न राइट आंसर ही ऑप्शन नंबर डी पिला माने। तो नेक्स्ट देखिबा जेकोसी दुईटी जुग्म संख्यार जोगफल जुग्म संख्या अटे प्राथमिक श्रेणी रे यार शिक्षादान निमंते केउं पद्धति अवलंबन करा जिबा उचित विश्लेषण ना संश्लेषण ना आरोहण ना अवरोहण। तो प्रश्नटी भलसे बुझंतु पिला माने जेकोसी दुईटी जुग्म संख्यार जोगफल जुग्म संख्या अटे प्राथमिक श्रेणी रे यार शिक्षादान निमंते केउं पद्धति अवलंबन करा जिबा उचित केउं पद्धति एडा उजिबो पिला माने आरोह पद्धति मन रखिए राइट आंसर जी ऑप्शन नंबर सी। तो नेक्स्ट देखिबा गणित शिक्षादान केउं पद्धति रे सिद्धांत प्रमाण होता है गणित शिक्षादान केउं पद्धतिर सिद्धांत प्रमाण होता है पिला माने विश्लेषण ना संश्लेषण ना आरोह ना अवरोह पिला माने एटा इजिबो पिला माने अवरोह पद्धति रे मन रखिए अवरोह पद्धति रे सिद्धांत प्रमाण होता है मन रखिए राइट आंसर ही ऑप्शन नंबर डी। तो नेक्स्ट देखिबा केउंटी वस्तुनिष्ठ प्रश्न नुहे। तो भितर पिला माने कोडा गोटे वस्तुनिष्ठ प्रश्न नुहे। तो प्रश्न केते प्रकार पिला माने प्रश्न होउचे दुई प्रकार गोटे होउचे रचनात्मक प्रश्न आ गोटे होउचे पिला माने निर्दिष्ट उत्तरमूलक प्रश्न मन रखिए। तो भितर कोडा गोटे वस्तुनिष्ठ प्रश्न नुहे कोडा नुहे पिला माने वस्तुनिष्ठ प्रश्न कोडा नुहे मन रखिए ऑप्शन नंबर ए स्वल्प उत्तरमूलक प्रश्न। तो एटा इजिबो पिला माने कौन दीर्घ उत्तरमूलक प्रश्न मन रखिए। तो सत्यासत्य बहुविकल्प प्रश्न मेलक प्रश्न निर्दिष्ट उत्तरमूलक प्रश्न द्विविकल्प उत्तरमूलक प्रश्न समापन प्रश्न ए सब होची गोटे गोटे कौन वस्तुनिष्ठ प्रश्न। तो स्वल्प उत्तरमूलक प्रश्न ही गला दीर्घ उत्तरमूलक प्रश्न ही गला सीमित उत्तरमूलक प्रश्न ही गला ए सब होची पिला माने गोटे दीर्घ उत्तरमूलक प्रश्न हो मन रखिए निर्दिष्ट उत्तरमूलक प्रश्न हो। तो राइट आंसर ही ऑप्शन नंबर ए स्वल्प उत्तरमूलक प्रश्न वस्तुनिष्ठ प्रश्न नुहे मन रखिए। तो नेक्स्ट देखिबा तो नेक्स्ट क्वेश्चन देखिबा पिला माने
କେଉଁଟି ପାଠ୍ୟପୁସ୍ତକରେ ନଥାଏ? ତ ଏ ଭିତରୁ ପିଲାମାନେ କେଉଁଟି ପାଠ୍ୟପୁସ୍ତକରେ ନଥାଏ? ଶିକ୍ଷଣ ପଦ୍ଧତି ନା ଜ୍ୟାମିତିକ ଚିତ୍ର ଓ ଗ୍ରାଫ ନା ସମାହିତ ପ୍ରଶ୍ନବଳୀ ନା ଅଭ୍ୟାସ ପ୍ରଶ୍ନାବଳୀ? ତ ଏ ଭିତରୁ କେଉଁଟା ଗୋଟେ ପାଠ୍ୟପୁସ୍ତକରେ ନଥାଏ? କେଉଁଟା ନଥାଏ ପିଲାମାନେ? ମନେ ରଖିବେ, ଶିକ୍ଷଣ ପଦ୍ଧତି ନଥାଏ। ଶିକ୍ଷଣ ପଦ୍ଧତି ନଥାଏ ପିଲାମାନେ, ମନେ ରଖିବେ। ନେକ୍ସଟ ଦେଖିବା 30ର ପରବର୍ତ୍ତୀ ଗଣନ ସଂଖ୍ୟାଟି ଡେସ୍। ତ ଏଇଟା ଗୋଟେ କି ପ୍ରକାର ପ୍ରଶ୍ନ? 30ର ପୂର୍ବବର୍ତ୍ତୀ ଗଣନ ସଂଖ୍ୟାଟି ଡେସ୍। ତ ଏଇଟା ଗୋଟେ କି ପ୍ରକାର ପ୍ରଶ୍ନ? ଚିହ୍ନଟ ମୂଳକ ନା ବହୁ ବିକଳ୍ପ ନା ସ୍ୱଳ୍ପ ଉତ୍ତରମୂଳକ ପ୍ରଶ୍ନ ନା ସମାପନ ମୂଳକ? ଏଇଟା ହେଇଯିବ ପିଲାମାନେ ସମାପନ ମୂଳକ ପ୍ରଶ୍ନ, ମନେ ରଖିବେ। ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି। ନେକ୍ସଟ ଦେଖିବା ପ୍ରାଥମିକ ବିଦ୍ୟାଳୟରେ ଗଣିତ ପଢ଼ାଯିବା ଉଚିତ କାହିଁକି? ପ୍ରାଥମିକ ବିଦ୍ୟାଳୟରେ ଗଣିତ ପଢ଼ାଯିବା ଉଚିତ କାହିଁକି? ଗଣିତର ନିଜସ୍ୱ ଭାଷା ଅଛି ବୋଲି ନା ଗଣିତ ଜ୍ଞାନ ବିନା ପାଠ୍ୟକ୍ରମରେ ଥିବା ଅନ୍ୟ ବିଷୟକୁ ବୁଝି ହେବ ନାହିଁ ନା ଦୈନନ୍ଦିନ ଜୀବନରେ ଗଣିତର ବହୁଳ ବ୍ୟବହାର ନା ଗଣିତ ଜ୍ଞାନ ବିନା ଉଚ୍ଚଶିକ୍ଷା ଅସମ୍ଭବ? ତ ପ୍ରାଥମିକ ବିଦ୍ୟାଳୟରେ ଗଣିତ ପଢ଼ାଯିବା ଉଚିତ କାହିଁକି? କାହିଁକି? ମନେ ରଖିବେ, ଦୈନନ୍ଦିନ ଜୀବନରେ ଗଣିତର ବହୁଳ ବ୍ୟବହାର, ମନେ ରଖିବେ। ତ ରାଇଟ୍ ଆନ୍ସର ଯିବ ଅପସନ୍ ନମ୍ବର ସି। ନେକ୍ସଟ ଦେଖିବା କେଉଁ କାର୍ଯ୍ୟ ପାଇଁ ଗଣିତ ପାଠ୍ୟପୁସ୍ତକ ବ୍ୟବହାର କରିବାର ଆବଶ୍ୟକତା ନଥାଏ? କେଉଁ କାର୍ଯ୍ୟ ପାଇଁ ଗଣିତ ପାଠ୍ୟପୁସ୍ତକ ବ୍ୟବହାର କରିବାର ଆବଶ୍ୟକତା ନଥାଏ? ଶିକ୍ଷାର୍ଥୀମାନଙ୍କର ସ୍ୱଶିକ୍ଷଣ ନା ଗଣିତ ପ୍ରଶ୍ନପତ୍ର ନକ୍ସା ପ୍ରସ୍ତୁତି ପାଇଁ ନା ଶିକ୍ଷକଙ୍କର ପାଠ୍ୟ ଯୋଜନା ପ୍ରସ୍ତୁତି ପାଇଁ ନା ଅନ୍ୟ ବିଷୟ ସହିତ ଗଣିତ ଶିକ୍ଷାଦାନର ସମ୍ପର୍କ ସ୍ଥାପନ? କୋଉଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି ପିଲାମାନେ। ଅନ୍ୟ ବିଷୟ ସହିତ ଗଣିତ ଶିକ୍ଷାଦାନର ସମ୍ପର୍କ ସ୍ଥାପନ ପାଇଁ ଆବଶ୍ୟକତା ନଥାଏ, ମନେ ରଖିବେ। ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି। ନେକ୍ସଟ ଦେଖିବା ସଂଖ୍ୟାରେଖାରେ ସଂଖ୍ୟା ଚିହ୍ନଟ କରିବା ପାଇଁ ଶିକ୍ଷାର୍ଥୀମାନଙ୍କର କେଉଁ ଧାରଣା ଥିବା ଦରକାର? ସଂଖ୍ୟାରେଖାରେ ସଂଖ୍ୟା ଚିହ୍ନଟ କରିବା ପାଇଁ ଶିକ୍ଷାର୍ଥୀମାନଙ୍କର କେଉଁ ଧାରଣା ଥିବା ଦରକାର? ସଂଖ୍ୟାରେଖା ସମ୍ପର୍କରେ ଧାରଣା ନା ସଂଖ୍ୟାରେଖା ଉପରେ ମୂଳବିନ୍ଦୁ ନେବା ନା ସଂଖ୍ୟାରେଖା ଉପରେ ଋଣାତ୍ମକ ଓ ଧନାତ୍ମକ ନା ଉପରୋକ୍ତ ସମସ୍ତ? ପିଲାମାନେ କ'ଣ ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି, ଉପରୋକ୍ତ ସମସ୍ତ। ସଂଖ୍ୟାରେଖା ସମ୍ପର୍କ ଧାରଣା ଥିବା ମଧ୍ୟ ଦରକାର, ସଂଖ୍ୟାରେଖା ଉପରେ ମୂଳବିନ୍ଦୁ ନେବା ଥିବା ମଧ୍ୟ ଦରକାର, ସଂଖ୍ୟାରେଖା ଉପରେ ଋଣାତ୍ମକ ଧନାତ୍ମକ ମଧ୍ୟ ଥିବା ଦରକାର। ତ ଏସବୁ ନିହାତି ଦରକାର। ତ ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି। ନେକ୍ସଟ ଦେଖିବା ଜଣେ ଛାତ୍ର 100ରେ 1 ମିଶାଇ 110 ଲେଖିଲା। ଛାତ୍ରର ତ୍ରୁଟି ସଂଶୋଧନ କରିବା ପାଇଁ ଶିକ୍ଷକ କେଉଁ ପଦ୍ଧତି ଅବଲମ୍ବନ କରିବେ? ଗଣନା ସଂଖ୍ୟା ସହିତ ପରିଚିତ କରାଇବେ ନା ସଂଖ୍ୟା ଗଣନା ଅଭ୍ୟାସ କରାଇବେ ନା ସଂଖ୍ୟାର ସ୍ଥାନୀୟ ମାନ ବୁଝାଇବେ ନା ଯୋଗ କ୍ରିୟା ଅଭ୍ୟାସ କରାଇବେ? କ'ଣ କରିବେ ଶିକ୍ଷକ? ଜଣେ ଛାତ୍ର 100ରେ 1 ମିଶାଇ 110 ଲେଖିଲା। ଛାତ୍ରର ତ୍ରୁଟି ସଂଶୋଧନ କରିବା ପାଇଁ ଶିକ୍ଷକ କେଉଁ ପଦ୍ଧତି ଅବଲମ୍ବନ କରିବେ? କ'ଣ କରିବେ ଶିକ୍ଷକ? ମନେ ରଖିବେ, ସଂଖ୍ୟାର ସ୍ଥାନୀୟ ମାନ ବୁଝାଇବେ, ମନେ ରଖିବେ। ତ ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ସି। ନେକ୍ସଟ ଦେଖିବା ଗଣିତ ଶିକ୍ଷାଦାନର କେଉଁ ଦକ୍ଷତାଟି ପ୍ରାକ୍ ପ୍ରାଥମିକ ସ୍ତରରେ ହାସଲ ହୋଇନଥାଏ? ଗଣିତ ଶିକ୍ଷାଦାନର କେଉଁ ଦକ୍ଷତାଟି ପ୍ରାକ୍ ପ୍ରାଥମିକ ସ୍ତରରେ ହାସଲ ହୋଇନଥାଏ? ସଂଖ୍ୟାରେ ଚିହ୍ନଟୀକରଣ ନା ସଂଖ୍ୟା ଓ ବସ୍ତୁ ମଧ୍ୟରେ ସମ୍ପର୍କ ସ୍ଥାପନ ନା ସଂଖ୍ୟାର ସ୍ଥାନୀୟ ମାନ ନିରୂପଣ ନା ସଂଖ୍ୟାଗୁଡ଼ିକର ନାମକରଣ? ଏଇଟା ହେଇଯିବ ପିଲାମାନେ ସଂଖ୍ୟାର ସ୍ଥାନୀୟ ମାନ ନିରୂପଣ। ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ସି। ନେକ୍ସଟ ଦେଖିବା କେଉଁଟି ଉଦ୍ଦେଶ୍ୟ ଭିତ୍ତିକ ପରୀକ୍ଷଣର ଅନ୍ତର୍ଭୁକ୍ତ ନୁହେଁ? କେଉଁଟା ନୁହେଁ ପିଲାମାନେ? ତ ଏ ଭିତରୁ କେଉଁଟା ଗୋଟେ ଉଦ୍ଦେଶ୍ୟ ଭିତ୍ତିକ ପରୀକ୍ଷଣର ଏକ ଅନ୍ତର୍ଭୁକ୍ତ ନୁହେଁ? ବସ୍ତୁନିଷ୍ଠ ପ୍ରଶ୍ନ ନା ଦକ୍ଷତା ଭିତ୍ତିକ ପ୍ରଶ୍ନ ନା ଜ୍ଞାନ ଭିତ୍ତିକ ପ୍ରଶ୍ନ ନା ବୋଧ ଭିତ୍ତିକ ପ୍ରଶ୍ନ? କେଉଁଟା ନୁହେଁ? ମନେ ରଖିବେ, ବସ୍ତୁନିଷ୍ଠ ପ୍ରଶ୍ନ ନୁହେଁ। ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ। ନେକ୍ସଟ ଦେଖିବା ଆଦିବାସୀର କେଉଁ ଭାଷାରେ ସ୍ୱତନ୍ତ୍ର ଗଣନ ପଦ୍ଧତି ରହିଛି? ଆଦିବାସୀର କେଉଁ ଭାଷାରେ ସ୍ୱତନ୍ତ୍ର ଗଣନ ପଦ୍ଧତି ରହିଛି? ଓଡ଼ିଆ ନା ଅଲିଚିକ୍ ନା ଉର୍ଦ୍ଧ ନା ସୌରା? ପିଲାମାନେ
ମାନେ ରଖିବେ ରାଇଟ୍ ଆନ୍ସର୍ ଯିବ ଅପସନ୍ ନମ୍ବର ଡି। ଆଦିବାସୀର ସୌରା ଭାଷାରେ ସ୍ୱତନ୍ତ୍ର ଗଣନା ପଦ୍ଧତି ରହିଛି, ମନେ ରଖିବେ। ନେକ୍ସଟ ଦେଖିବା, ଗଣିତ ଦ୍ୱାରା ଶିକ୍ଷାର୍ଥୀର କେଉଁ ଶକ୍ତି ଅଧିକ ବିକଶିତ ହୋଇଥାଏ? ଗଣିତ ଦ୍ୱାରା ଶିକ୍ଷାର୍ଥୀର କେଉଁ ଶକ୍ତି ଅଧିକ ବିକଶିତ ହୋଇଥାଏ? ଚିନ୍ତନ ଶକ୍ତି, ନା ପର୍ଯ୍ୟବେକ୍ଷଣ, ନା ଘୋଷିବା, ନା ପରୀକ୍ଷଣ? ପିଲାମାନେ ମନେ ରଖିବେ ଚିନ୍ତନ ଶକ୍ତି ବିକଶିତ ହୋଇଥାଏ, ମନେ ରଖିବେ ଚିନ୍ତନ ଶକ୍ତି। ରାଇଟ୍ ଆନ୍ସର୍ ଯିବ ଅପସନ୍ ନମ୍ବର ଏ ପିଲାମାନେ। ନିମ୍ନଲିଖିତ ମଧ୍ୟରୁ କେଉଁଟି ଗଣିତ ସ୍ୱରୂପ ନୁହେଁ? ତ ଚାରିଟି ଅପସନ୍ ଦେଇଛି ପିଲାମାନେ, ତ ଏ ଭିତରୁ କେଉଁଟା ଗୋଟେ ଗଣିତର ସ୍ୱରୂପ ନୁହେଁ? ଅପସନ୍ ଏ ଦେଇଛି ସରଞ୍ଚନା ଦେଇଛି, ସଂକ୍ଷିପ୍ତତା ଦେଇଛି, ବ୍ୟାଖ୍ୟାକରଣ ଦେଇଛି, ନିର୍ଦ୍ଦିଷ୍ଟ କ୍ରମ ଦେଇଛି। କେଉଁଟା ନୁହେଁ ପିଲାମାନେ? କେଉଁଟା ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ଯିବ ଅପସନ୍ ନମ୍ବର ସି ପିଲାମାନେ, ବ୍ୟାଖ୍ୟାକରଣ ନୁହେଁ, ମନେ ରଖିବେ। ରାଇଟ୍ ଆନ୍ସର୍ ଯିବ ଅପସନ୍ ନମ୍ବର ସି। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା, ସଂକ୍ଷିପ୍ତତା ହେଉଛି ବୁଦ୍ଧି ଓ ଧୀଶକ୍ତିର ଆତ୍ମା, ଉକ୍ତିଟି କାହାର? ସଂକ୍ଷିପ୍ତତା ହେଉଛି ବୁଦ୍ଧି ଓ ଧୀଶକ୍ତିର ଆତ୍ମା, ତ ଏହି ଉକ୍ତିଟି କାହାର ପିଲାମାନେ? କାହାର? ମନେ ରଖିବେ ଏଇଟା ହେଇଯିବ ସେକ୍ସପିୟରଙ୍କର, ମନେ ରଖିବେ। ରାଇଟ୍ ଆନ୍ସର୍ ଯିବ ଅପସନ୍ ନମ୍ବର ବି। ନେକ୍ସଟ ଦେଖିବା, ଗଣିତ ଜ୍ଞାନ ଓ ଦକ୍ଷତା କାହା ପାଇଁ ଆବଶ୍ୟକ? ଗଣିତ ଜ୍ଞାନ ଓ ଦକ୍ଷତା କାହା ପାଇଁ ଆବଶ୍ୟକ? କାହା ପାଇଁ ପିଲାମାନେ? ଶିକ୍ଷାର୍ଥୀଙ୍କ ପାଇଁ, ନା ବ୍ୟବସାୟୀ, ନା ଦିନ ମଜୁରିଆଙ୍କ ପାଇଁ, ନା ଉପରୋକ୍ତ ସମସ୍ତଙ୍କ ପାଇଁ? କେଉଁଟା ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ହେଇଯିବ ପିଲାମାନେ ଅପସନ୍ ନମ୍ବର ଡି, ଉପରୋକ୍ତ ସମସ୍ତଙ୍କ ପାଇଁ, ମନେ ରଖିବେ। ତ ଗଣିତ ଜ୍ଞାନ ଓ ଦକ୍ଷତା ଶିକ୍ଷାର୍ଥୀମାନଙ୍କ ପାଇଁ ଆବଶ୍ୟକ, ବ୍ୟବସାୟୀଙ୍କ ପାଇଁ ଆବଶ୍ୟକ, ଦିନ ମଜୁରିଆଙ୍କ ପାଇଁ ଆବଶ୍ୟକ, ମନେ ରଖିବେ। ତ ଉପରୋକ୍ତ ସମସ୍ତ ହେଇଯିବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖିବା, କେଉଁଟି ଗଣିତର ଏକ ପ୍ରକୃତି? ତ ଚାରିଟି ଅପସନ୍ ଦେଇଛି ପିଲାମାନେ, ତ କେଉଁଟା ଗୋଟେ ଏ ଭିତରୁ ଗଣିତର ପ୍ରକୃତି ପିଲାମାନେ? ସରଞ୍ଚନା, ନା ସଂକ୍ଷିପ୍ତତା, ନା ନିର୍ଦ୍ଦିଷ୍ଟତା, ନା ଉପରୋକ୍ତ ସମସ୍ତ? କେଉଁଟା ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ହେଇଯିବ ପିଲାମାନେ ଅପସନ୍ ନମ୍ବର ଡି, ଉପରୋକ୍ତ ସମସ୍ତ, ମନେ ରଖିବେ। ନେକ୍ସଟ ଦେଖିବା, ନିଜ ଅନୁସାରେ ସେଲ୍ଫ ଷ୍ଟଡି ଗଣିତ ପଢ଼ାଇବା ନିମନ୍ତେ କେଉଁଟି ସତ୍ୟ ନୁହେଁ? ତ ଏ ଭିତରୁ କେଉଁଟା ଗୋଟେ ନିଜ ଅନୁସାରେ ଗଣିତ ପଢ଼ାଇବା ନିମନ୍ତେ ଏକ ସତ୍ୟ ନୁହେଁ ବୋଲି ପ୍ରଶ୍ନ ପଚାରିଛି ପିଲାମାନେ। ଅପସନ୍ ଏ ଦେଇଛି, ଏହା ଶିକ୍ଷାର୍ଥୀଙ୍କୁ ଶିକ୍ଷଣ ପ୍ରକ୍ରିୟା ଆତ୍ମନିର୍ଭରଶୀଳ କରିବାରେ ସାହାଯ୍ୟ କରେ, ନା ଏହା ଘୋଷା ପଦ୍ଧତିକୁ ଉତ୍ସାହିତ କରିଥାଏ, ନା ଏହା ସମୟର ସଦୁପଯୋଗ କରିଥାଏ, ନା ଏହା ଶିକ୍ଷାର୍ଥୀର ବୌଦ୍ଧିକ ଦକ୍ଷତା ବଢ଼ାଇବାରେ ସାହାଯ୍ୟ କରିଥାଏ? କ'ଣ କରିଥାଏ? ମନେ ରଖିବେ ଏଇଟା ହେଇଯିବ ପିଲାମାନେ ଏହା ଘୋଷା ପଦ୍ଧତିକୁ ଉତ୍ସାହିତ କରିଥାଏ, ମନେ ରଖିବେ। ତ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି। ନେକ୍ସଟ ଦେଖିବା, ବୌଦ୍ଧିକ ବିକାଶର ଦ୍ୱିତୀୟ ପର୍ଯ୍ୟାୟକୁ କେଉଁ ପର୍ଯ୍ୟାୟ କୁହାଯାଏ? ବୌଦ୍ଧିକ ବିକାଶର ଦ୍ୱିତୀୟ ପର୍ଯ୍ୟାୟକୁ କେଉଁ ପର୍ଯ୍ୟାୟ କୁହାଯାଏ? ତ ଆମର ବୌଦ୍ଧିକ ବିକାଶର ଚାରୋଟି ପର୍ଯ୍ୟାୟ ରହିଛି। ସମ୍ବେଦୀକାରକ ପର୍ଯ୍ୟାୟ, ସ୍ଥୂଳ ସଂକାର୍ଯ୍ୟଧର୍ମୀ ପର୍ଯ୍ୟାୟ, ଯଥାଯଥ ସଂକାର୍ଯ୍ୟଧର୍ମୀ ପର୍ଯ୍ୟାୟ, ପ୍ରାକ୍ ସଂକାର୍ଯ୍ୟଧର୍ମୀ ପର୍ଯ୍ୟାୟ। ତ ଦ୍ୱିତୀୟ ପର୍ଯ୍ୟାୟ କେଉଁଟା ବୋଲି ପ୍ରଶ୍ନ ପଚାରିଛି ପିଲାମାନେ। କେଉଁଟା ହେବ ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ହେଇଯିବ ପିଲାମାନେ ଅପସନ୍ ନମ୍ବର ବି, ପ୍ରାକ୍ ସଂକାର୍ଯ୍ୟଧର୍ମୀ ପର୍ଯ୍ୟାୟ। ଏଇଟା ହେଉଛି ବୌଦ୍ଧିକ ବିକାଶର ଦ୍ୱିତୀୟ ପର୍ଯ୍ୟାୟ। ତ ସମ୍ବେଦୀକାରକ ପର୍ଯ୍ୟାୟ ହେଉଛି ପ୍ରଥମ ପର୍ଯ୍ୟାୟ, ଦ୍ୱିତୀୟ ପର୍ଯ୍ୟାୟ ହେଇଯିବ ପ୍ରାକ୍ ସଂକାର୍ଯ୍ୟଧର୍ମୀ ପର୍ଯ୍ୟାୟ, ସ୍ଥୂଳ ସଂକାର୍ଯ୍ୟଧର୍ମୀ ପର୍ଯ୍ୟାୟ ହେଇଯିବ ପିଲାମାନେ ଏଇଟା ହେଉଛି ତୃତୀୟ ପର୍ଯ୍ୟାୟ, ଆଉ ଚତୁର୍ଥ ପର୍ଯ୍ୟାୟ ହେଇଯିବ ଯଥାଯଥ ସଂକାର୍ଯ୍ୟଧର୍ମୀ ପର୍ଯ୍ୟାୟ, ମନେ ରଖିବେ। ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ସି। ନେକ୍ସଟ ଦେଖିବା, ଅଧିକ ମିତଭାଷୀ ହେବା ଗଣିତ ଶିକ୍ଷଣର କେଉଁ ମୁଖ୍ୟ ଉଦ୍ଦେଶ୍ୟ ଅନ୍ତର୍ଭୁକ୍ତ? ତ ଅଧିକ ମିତଭାଷୀ ହେବା ଗଣିତ ଶିକ୍ଷଣର କେଉଁ ମୁଖ୍ୟ ଉଦ୍ଦେଶ୍ୟର ଅନ୍ତର୍ଭୁକ୍ତ? ଜ୍ଞାନାତ୍ମକ, ନା ଭାବାତ୍ମକ, ନା ମନୋକ୍ରିୟାତ୍ମକ, ନା ଉପରୋକ୍ତ ସମସ୍ତ? କେଉଁଟା ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି, ଭାବାତ୍ମକ, ମନେ ରଖିବେ। ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି ପିଲାମାନେ। ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି, ସ୍ଥୂଳ ସଂକାର୍ଯ୍ୟଧର୍ମୀ ପର୍ଯ୍ୟାୟ କେଉଁ ସମୟକୁ କୁହାଯାଏ? ସ୍ଥୂଳ ସଂକାର୍ଯ୍ୟଧର୍ମୀ ପର୍ଯ୍ୟାୟକୁ କେଉଁ ସମୟକୁ କହିବା ପିଲାମାନେ? ଜନ୍ମଠାରୁ 2 ବର୍ଷ ବୟସ ପର୍ଯ୍ୟନ୍ତକୁ, ନା 2 ବର୍ଷରୁ 7 ବର୍ଷ ବୟସ ପର୍ଯ୍ୟନ୍ତକୁ, ନା 7 ବର୍ଷରୁ 12 ବର୍ଷ ବୟସ ପର୍ଯ୍ୟନ୍ତକୁ, ନା 12 ବର୍ଷରୁ ଉର୍ଦ୍ଧ୍ୱ ପିଲାମାନେ? କେଉଁଟା ରାଇଟ୍ ଆନ୍ସର୍?
राइट आंसर हो पिलाने ऑप्शन नंबर सी 7 वर्षरू 12 वर्ष बयस समय को हम कही था पिलाने स्थूल संख्याधर्मी पर्याय बोली कही था मन रखिए राइट आंसर हो ऑप्शन नंबर सी पिलाने मन रखिए तो जन्म ठारू 2 वर्ष बयस पर्यंत को क्यों समय कहुए यहाँ क्यों पर्याय कहुए पिलाने यहाँ हो संवेदीकारक पर्याय आउ 2 वर्षरू 7 वर्ष बयस पर्यंत हम कहवा प्राक संख्याधर्मी पर्याय आउ 12 वर्ष ऊर्ध्व को हम कहवा यथायथ संख्याधर्मी पर्याय कहवा मन रखिए राइट आंसर हो ऑप्शन नंबर सी। नेक्स्ट देखिबा गणित शिक्षार लक्ष्य को किए बृहत्तर लक्ष्य और संकीर्ण लक्ष्य हिसाब से भाग करिसंती किए पिला माने हेलर ना जीन पियाजे ना जॉर्ज पॉली ना शेक्सपियर पिला माने रखिबे जॉर्ज पॉली पिला माने रखिबे गणित शिक्षार लक्ष्य को जॉर्ज पॉली बृहत्तर लक्ष्य और संकीर्ण लक्ष्य हिसाब से भाग करिसंती माने रखिबे राइट आंसर हो ऑप्शन नंबर सी। नेक्स्ट देखिबा दुईटी भग्न संख्यार गुणफलर सत्यता को परीक्षा करने केउं शिक्षण उद्देश्य अंतर्गत ज्ञान ना बोध ना प्रयोग ना दक्षता यहाँ हो पिला माने प्रयोग माने दुईटी भग्न संख्यार गुणफलर सत्यता को परीक्षा करने प्रयोगर आवश्यक होता है मन रखिए राइट आंसर हो ऑप्शन नंबर सी। नेक्स्ट देखिबा उच्च प्राथमिक स्तर में गणित शिक्षादानर उद्देश्य निम्न प्रदत्त उक्ति मानक मध्यरु केउंटी उच्च प्राथमिक स्तर में गणित शिक्षादानर उद्देश्य कोडा गाणितिक मनोवृत्तिर विकास ना गाणितिक भाषा और चिन्हर व्यवहार ना जुक्तिमूलक विकास ना उपरोक्त समस्त यहाँ हो पिला माने जुक्तिमूलक विकास हो राइट आंसर हो ऑप्शन नंबर सी। नेक्स्ट देखिबा केउंटी होची प्रकृत शिक्षादान तो 4टी ऑप्शन देछि पिला माने तो भितर कोटा गोटे प्रकृत शिक्षादान गणितटी को बुझेबा ना गणितटी को कषिदेबा ना गणितटीर समाधान करिवार सहाय्य करिबा ना उपरोक्त समस्त पिला माने कोटा राइट आंसर मन रखिबे राइट आंसर हो ऑप्शन नंबर सी गणितटीर समाधान करिवारे सहाय्य करिबा तो एटा हिजो पिला माने प्रकृत शिक्षादान मन रखिबे राइट आंसर हो ऑप्शन नंबर सी। तो नेक्स्ट क्वेश्चन देखिबा केउं दक्षताटी गाणितिक शिक्षण उद्देश्यर अंतर्गत नुहे तो भितर कोटा गोटे गाणितिक शिक्षण उद्देश्य नुहे कोटा नुहे पिला माने ऑप्शन ए देछि गाणितिक संकेत को भाषा रे प्रकाश करिबा बी रे देछि गाणितिक तथ्य संबंधी ज्ञान आहरण करिबा सी रे देछि गणित रे दुर्बल पिलांको चिन्हट करिबा डी रे देछि पिला माने युक्तियुक्त भाव चिंता करिबा कोटा राइट आंसर कोड़ा पिला मन रखिए गणित रे दुर्बल पिलांको चिन्हट करिबा मन रखिए एटा किंतु गणितिक शिक्षण उद्देश्य अंतर्गत नुहे मन रखिए राइट आंसर हो ऑप्शन नंबर सी। नेक्स्ट देखिबा गॉड इज ए सुप्रीम मैथमेटिशियन हु क्रिएटेड दिस वेल ऑर्डर्ड एंड सिस्टमैटिक यूनिवर्स तो यही उक्तिटी कहार पिला माने God is a supreme mathematician who created this well-ordered and systematic universe तो ये उक्तिटी कहार पिला माने जेम्स जिन्सकर ना जातीय शिक्षा नीति 1986 ना डेविड व्हेलर ना ना पियाजे पिला माने कोड़ा राइट आंसर मन रखिए पिला माने एटा होची जेम्स जिन्सकर मन रखिए जेम्स जिन्सकर राइट आंसर हो ऑप्शन नंबर ए। केउं पर्याय रे शिशुटी संख्या गुडी को अलटा कहवा आरंभ करे केउं पर्याय रे शिशुटी अलटा कहवा आरंभ करता है केउं पर्याय माने रखिबे एटा हिजबो स्थूल संख्याधर्मी पर्याय माने रखिबे राइट आंसर हिजबो ऑप्शन नंबर बी पिला माने। नेक्स्ट देखिबा उपलब्ध समस्त तथ्य शर्त बा संबलर विनियोग करी गाणितिक समस्यार समाधान करने को कौन कहुए उपलब्ध समस्त तथ्य शर्त बा संबलर विनियोग करी गाणितिक समस्यार समाधान करने को कौन कहुए समस्या समाधान कहुए ना अन्वेषण प्रवणता कहुए ना आकलन कहुए ना इष्टतमीकरण कहुए पिलाने यहाँ पिलाने इष्टतमीकरण कहुए मन रखिए राइट आंसर हो ऑप्शन नंबर डी। तो नेक्स्ट क्वेश्चन देखिबा केउं पद्धति रे अर्जित ज्ञान दीर्घस्थायी होता है केउं पद्धति रे
अर्जित ज्ञान दीर्घस्थायी होता है आरोहरे ना अवरोहरे ना विश्लेषण ना संश्लेषण मन रखिए आरोह पद्धति पिला माने आरोह पद्धति रे अर्जित ज्ञान दीर्घस्थायी होता है मन रखिए। नेक्स्ट देखिबा केउं गाणितिक पद्धति संक्षिप्त सहज और श्रृंखलित केउं पद्धति संक्षिप्त सहज और श्रृंखलित विश्लेषण ना आरोह ना संश्लेषण ना क्रीड़ा पिला माने मन रखिए एटा हो संश्लेषण पद्धति रे संक्षिप्त सहज श्रृंखलित मन रखिए। तो नेक्स्ट क्वेश्चन देखिबा 5 सोपान विशिष्ट पाठ योजनार प्रवर्तक किए 5 सोपान विशिष्ट पाठ योजनार प्रवर्तक किए पिला माने मन रखिए हर्बर्ट पिला माने राइट आंसर जीव ऑप्शन नंबर सी 5 सोपान विशिष्ट पाठ योजनार प्रवर्तक होउछति हर्बर्ट मन रखिए राइट आंसर जीव ऑप्शन नंबर सी। केउटी गणित शिक्षण एक पद्धति नुहे तो चारिटी ऑप्शन देछि पिला माने तो भितर कोटा गोटे गणित शिक्षण एक पद्धति नुहे प्रकल्प ना विश्लेषण ना पर्यवेक्षण ना क्रीड़ा पिला माने मन रखिए एटा जीव पिला माने पर्यवेक्षण नुहे मन रखिए राइट आंसर जीव ऑप्शन नंबर सी। नेक्स्ट देखिबा विश्लेषण पद्धति रे आमे किपरि अग्रसर होइथाउ विश्लेषण पद्धति रे आमे किपरि अग्रसर होइथाउ किपरि पिला माने मन रखिए अज्ञातारु ज्ञात पिला माने अज्ञातरु ज्ञात मन रखिए राइट आंसर जो ऑप्शन नंबर बी अज्ञातरु ज्ञात आड़ को आमे अग्रसर होइथाउ विश्लेषण पद्धति रे मन रखिए राइट आंसर जो ऑप्शन नंबर बी। नेक्स्ट देखिबा मौलिक संगठनवादर मुख्य प्रवक्ता किए मौलिक संगठनवादर मुख्य प्रवक्ता किए पिला माने मन रखिए ग्लासरफेल्ड पिला माने ग्लासरफेल्ड मौलिक संगठनवादर मुख्य प्रवक्ता आउ सामाजिक संगठनवादर प्रवक्ता किए मन रखिए भाइगोटिक्सी मोस्ट इंपोर्टेंट। नेक्स्ट देखिबा केउटी शिक्षार्थी सहायक परिवेश तो चारिटी ऑप्शन देछि पिला माने तो भितर कोटा गोटे शिक्षार्थी सहायक परिवेश पिला माने विद्यालय परिवेश ना अवसर विनोदन कार्य ना शिक्षण उपकरण ना उपरोक्त समस्त मन रखिए पिला माने तो सबु जाक शिक्षार्थी सहायक परिवेश तो राइट आंसर जीव ऑप्शन नंबर डी। नेक्स्ट देखिबा शिक्षार्थी केन्द्रिक पंथार केन्द्रबिंदु किए शिक्षार्थी केन्द्रिक पंथार केन्द्रबिंदु किए पिला माने शिक्षार्थी ना शिक्षार्थी पिला माने राइट आंसर जीव ऑप्शन नंबर सी। तो नेक्स्ट देखिबा केउटी एक उत्तम शिक्षण कार्यर लक्षण अटे तो चारिटी ऑप्शन देछि पिला माने तो भितर कोटा गोटे शिक्षण कार्यर लक्षण अटे उत्तम शिक्षण कार्यर लक्षण अटे कोटा पिला माने कोटा राइट आंसर आह्वानमूलक देछि आनंददायी देछि पिला माने स्वतःस्फूर्त अंशग्रहण देछि उपरोक्त समस्त तो एटा मते उपरोक्त समस्त होइछ राइट आंसर इज ऑप्शन नंबर डी पिला माने। नेक्स्ट देखिबा शिक्षार्थी कार्यर मूल्यांकन किए करिबा उचित शिक्षार्थी कार्यर मूल्यांकन किए करिबा उचित शिक्षार्थी निजे ना सांगसाथी ना शिक्षक ना उपरोक्त समस्त तो शिक्षार्थी कार्य मूल्यांकन उपरोक्त समस्त करिबा उचित शिक्षार्थी निजे सांगसाथी मध्य शिक्षक मध्य मन रखिए राइट आंसर इज ऑप्शन नंबर डी। कौनसी पाठ्यक्रम रे नाम लेखाइबा पई केउ मूल्यांकन करा जाय थाए कौनसी पाठ्यक्रम रे नाम लेखाइबा पई केउ मूल्यांकन करा जाय थाए समाप्ति सूचक ना गठनमूलक ना व्यवस्थान ना निदानात्मक मन रखिए एडा इज पिला माने व्यवस्थान पिला माने कौनसी पाठ्यक्रम रे नाम लेखाइबा पई व्यवस्थान मूल्यांकन करा जाय थाए मन रखिए राइट आंसर इज ऑप्शन नंबर सी। तो नेक्स्ट क्वेश्चन देखिबा शिक्षा वर्ष आरंभ रे शिक्षा वर्ष मध्य और शिक्षा वर्ष शेष रे यथाक्रमे केउ केउ मूल्यांकन करा जाय पिला माने केउ केउ मूल्यांकन करा जाय शिक्षा वर्ष आरंभ रे शिक्षा वर्ष मध्य रे शिक्षा वर्ष शेष रे मन रखिए पिला माने एटा इजिबो पिला माने व्यवस्थान एटा होची शिक्षा वर्ष आरंभ रे गठनमूलक इजिबो पिला माने शिक्षा वर्ष मध्य रे आउ शिक्षा वर्ष शेष रे इजिबो समाप्ति सूचक मन रखिए राइट आंसर इजिबो ऑप्शन नंबर बी। नेक्स्ट देखिबा 18टी चॉकलेट दुई जण पिलांक मध्य रे बांटिले प्रत्येक केतोटी चॉकलेट पाइबे या की प्रकार प्रश्न 18टी चॉकलेट दुई जण पिलांक मध्य रे बांटिले
तो प्रत्येक केतोटी चॉकलेट पाइबे तो यहाँ गोटे कि प्रकार प्रश्न यहाँ पिला माने मुक्त उत्तरमूलक प्रश्न मन रखिए मुक्त उत्तरमूलक प्रश्न राइट आंसर हो ऑप्शन नंबर सी। तो नेक्स्ट क्वेश्चन देखिबा त्रिभुजर तीन कोणर परिमाण समष्टि डैश अटे तो यहाँ गोटे कि प्रकार प्रश्न अटे पिला माने त्रिभुजर तीन कोणर परिमाण समष्टि डैश अटे तो यहाँ गोटे कि प्रकार प्रश्न यहाँ पिला माने समापन प्रश्न मन रखिए। थैंक यू पिला माने।